Welcome to Nilo Koliboro. ନମସ୍କାର। ଆଜି ଆମେ ଏକ ଏମିତି ବିଷୟରେ କଥା ହେବା ଯାହା ପ୍ରତିଟି ଓଡ଼ିଆଙ୍କ ମନ ସହିତ ଆଉ ଭାବନା ସହିତ ଯୋଡ଼ି ହୋଇ ରହିଛି। ହଁ, ଏହା ଏକ କବିତା, କିନ୍ତୁ କେବଳ କବିତା ନୁହେଁ, ଏହା ଆମର ଏକ ପରିଚୟ। ଆପଣ ଏକଦମ ଠିକ୍ କହିଲେ। ଆମେ ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସେହି ଅମର ସୃଷ୍ଟି ବନ୍ଦେ ଉତ୍କଳ ଜନନୀ ବିଷୟରେ ଆଲୋଚନା କରିବା। ଆଉ ଆମର ଏହି କଥାବାର୍ତ୍ତା ମୁଖ୍ୟତଃ ଆଧାରିତ ବନ୍ଦେ ଉତ୍କଳ ଜନନୀ, କାନ୍ତକବି ପରିଚୟ ଓ କବିତା ଶୀର୍ଷକ ଏକ ଲେଖା ଉପରେ। ଆମର ଲକ୍ଷ୍ୟ କ'ଣ ରହିବ? ଆମେ ଚେଷ୍ଟା କରିବା ଏ କବିତାଟିକୁ ପଦ ପଦ କରି ବୁଝିବାକୁ। ଖାଲି ଶବ୍ଦର ଅର୍ଥ ନୁହେଁ, ବରଂ ତାହା ଭିତରେ ଥିବା ଭାବନାକୁ ଧରିବାକୁ। ହଁ, ଯେମିତିକି ସମସ୍ତେ, ବିଶେଷ କରି ଯେଉଁମାନେ ହୁଏତ ଏତେ ଗଭୀର ଭାବେ ଆଗରୁ ଜାଣିନାହାନ୍ତି, ସେମାନେ ବି ଏହାକୁ ସହଜରେ ବୁଝିପାରିବେ, ଅନୁଭବ କରିପାରିବେ। ଆଉ ଏଇଟା ତ ଆହୁରି ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣ ଜାଣିଥିବେ 2020ରେ ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି। ନିଶ୍ଚୟ, ଏହାର ଏକ ବିଶେଷ ମହତ୍ୱ ଅଛି। ଏହା କେବଳ ସାହିତ୍ୟ ନୁହେଁ, ଆମ ସଂସ୍କୃତି, ଆମ ଭାବନା ସବୁକିଛି ସହ ଜଡ଼ିତ। ତବେ ଆଉ ଡେରି ନ କରିବା, ଆସନ୍ତୁ ହିଁ ଆଲୋଚନା ଭିତରକୁ ଯିବା। କିନ୍ତୁ ତା ଆଗରୁ ଯିଏ ଏହାକୁ ରଚନା କରିଛନ୍ତି, ସେହି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିଷୟରେ ଟିକେ ଜାଣିନେବା ଦରକାର। ହଁ, ସେଇଟା ନିହାତି ଜରୁରୀ। ଲକ୍ଷ୍ମୀକାନ୍ତ ମହାପାତ୍ର, ଆମେ ସମସ୍ତେ ତାଙ୍କୁ କାନ୍ତକବି ଭାବରେ ଜାଣୁ। ଭଦ୍ରକ ଜିଲ୍ଲାର ତାଳପଦା ଗାଁ ତାଙ୍କର ପୈତୃକ ଗ୍ରାମ। ଆଉ ତାଙ୍କ ପରିବାର? ତାଙ୍କର ପିତା ଥିଲେ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଆଉ ମାତା ରାଧାମଣୀ ଦେବୀ। ତାଙ୍କ ପାଠପଢ଼ା ବିଷୟରେ କିଛି କହିବେ? ସେ କଟକ ଓ ବାଲେଶ୍ୱରରେ ସ୍କୁଲ ଶିକ୍ଷା ସାରିଥିଲେ। ତାପରେ କଲିକତାର ରିପନ କଲେଜ ଆଉ ପରେ କଟକର ରେଭେନ୍ସା କଲେଜରେ ପଢ଼ିଥିଲେ। କିନ୍ତୁ କ'ଣ ହେଲା ନା ଶରୀର ଅସୁସ୍ଥ ରହିଲା। ସେଥିପାଇଁ ସେ ବେଶୀ ଆଗକୁ ପଢ଼ିପାରିଲେନି। ଓହୋ, ତାପରେ କ'ଣ ହେଲା? ତାପରେ ତାଙ୍କ ଜୀବନରେ ଗୋଟେ ବଡ଼ ମୋଡ଼ ଆସିଲା। ତାଙ୍କ ପରିବାରର ଗୁରୁ ଥିଲେ ବାବାଜୀ ରାମଦାସ। ତାଙ୍କରି ପ୍ରେରଣାରେ ସେ ସଙ୍ଗୀତ ଆଉ ସାହିତ୍ୟ ଭିତରେ ପୂରାପୂରି ମନ ଦେଲେ। ଆଚ୍ଛା, ସେଇଠୁ ତାଙ୍କର ସାହିତ୍ୟ ସାଧନା ଆରମ୍ଭ। ହଁ, ଆଉ ସେଥିରେ ସେ ନିଜର ପ୍ରତିଭା ଦେଖାଇଲେ। ତାଙ୍କର ଲେଖା ସବୁ। କିଛି ମୁଖ୍ୟ ଲେଖା ବିଷୟରେ କହିବେ? ନିଶ୍ଚୟ। ଯେମିତି ତାଙ୍କର ବହୁ ଜଣାଶୁଣା ଉପନ୍ୟାସ କଣାମାମୁଁ। ହଁ, କଣାମାମୁଁ। ତା ଛଡ଼ା ସଙ୍ଗୀତ ଗୁଚ୍ଛ ଅଛି, ଜୀବନ ସଙ୍ଗୀତ, ଗଳ୍ପ ସଂକଳନ ଦେହି ପଦ ପଲ୍ଲଭ ମୁଦାରମ୍, ଲାଳିକା ଚଟକ ଚନ୍ଦ୍ରହାସ ଚମ୍ପୁ ଆଉ ପ୍ରବନ୍ଧ ବି ଲେଖିଛନ୍ତି ଶରୀର ମାଧ୍ୟ। ବା, ବହୁତ ବିଭିନ୍ନ ପ୍ରକାରର ଲେଖା। ହଁ, ଆହୁରି ଅଛି ବୁଢ଼ା ଶଙ୍ଖାରୀ ବୋଲି ଗଳ୍ପ, ସବୁଥରୁ ବଞ୍ଚିତ କରି ଭଳି କବିତା, ଏମିତି ଅନେକ। ଆଉ ସେ ଡଗର ପତ୍ରିକା କଥା, 1937ର କଥା ମୁଁ ଶୁଣିଛି। ହଁ, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ଥିଲେ ଡଗର ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ। ଓଡ଼ିଆ ସାହିତ୍ୟରେ ବିଶେଷ କରି ହାସ୍ୟବ୍ୟଙ୍ଗ ଆଉ ସମାଜ ସଚେତନତା ଦିଗରେ ଏଇ ପତ୍ରିକାର ବହୁତ ବଡ଼ ଭୂମିକା ଥିଲା। ତାହେଲେ ଏତେ ସାରା କାମ ଭିତରେ ବନ୍ଦେ ଉତ୍କଳ ଜନନୀ କେମିତି ଏତେ ଖାସ୍ ହେଲା? ଦେଖନ୍ତୁ, ଏଇଟା ତାଙ୍କ ଭିତରେ ଥିବା ସେଇ ଦେଶପ୍ରେମ, ସେଇ ଓଡ଼ିଶା ମାଟି ପାଇଁ ଯୋଉ ଭଲ ପାଇବା, ତାର ସବୁଠୁ ବଡ଼ ପ୍ରମାଣ। ଏଟା ଖାଲି ଗୋଟେ କବିତା ନୁହେଁ, ଏକଦମ ହୃଦୟରୁ ବାହାରିଥିବା ଗୋଟେ ଭକ୍ତିର ସଙ୍ଗୀତ। ବୁଝିଲେ, ବହୁତ ବଢ଼ିଆ। କବିଙ୍କ ବିଷୟରେ ଏତିକି ଜାଣିଲା ପରେ ଏବେ ସିଧା ଯିବା ସେଇ କବିତା ପାଖକୁ ପଦ ପଦ କରି ଦେଖିବା। ପ୍ରଥମେ ଘୋଷା ପଦ। ହଁ, ଘୋଷା ପଦଟି ହେଲା ବନ୍ଦେ ଉତ୍କଳ ଜନନୀ, ଚାରୁ ହାସମୟୀ, ଚାରୁ ଭାଷମୟୀ ଜନନୀ। ଜନନୀ ଜନନୀ। ଏଠି ବନ୍ଦେ ମାନେ ତ ବନ୍ଦନା କରିବା, ଆଉ ଉତ୍କଳ ଜନନୀ ମାନେ ଆମ ଓଡ଼ିଶା ମା। କିନ୍ତୁ ଏ ଯୋଉ ଚାରୁ ହାସମୟୀ, ଚାରୁ ଭାଷମୟୀ, ଏଇଟା ବହୁତ ମିଠା ଲାଗୁଛି ଶୁଣିବାକୁ। ଏକଦମ। ଚାରୁ ମାନେ ସୁନ୍ଦର, ମନୋହର, ତ ଚାରୁ ହାସମୟୀ ମାନେ ଯାହାଙ୍କ ହସ ସୁନ୍ଦର, ଯିଏ ସ୍ନେହରେ ହସୁଛନ୍ତି। ଆଉ ଚାରୁ ଭାଷମୟୀ ହେଲା ଯାହାଙ୍କ ଭାଷା ମଧୁର, ମିଠା କଥା କହୁଥିବା ମା। ଆଚ୍ଛା। କବି ଏଠି ଓଡ଼ିଶା ମାଙ୍କୁ ସେଇଭଳି ଏକ ସ୍ନେହୀ, ମଧୁରଭାଷୀ ମା ରୂପରେ ଦେଖୁଛନ୍ତି। ଆଉ ବାରମ୍ବାର ଜନନୀ 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 କହି ନିଜର ଭକ୍ତି ଦେଖାଉଛନ୍ତି। ଓହୋ, ତାମାନେ ଏଇଟା ଖାଲି ପ୍ରଶଂସା ନୁହେଁ, ଏକଦମ ଗଭୀର ଆପଣାପଣାର ଭାବ। ଏ ଘୋଷା ପଦଟି ପୁରା କବିତାର ମୂଳ ସ୍ୱରକୁ ଧରି ରଖିଛି। ଏବେ ଆସନ୍ତୁ ପ୍ରଥମ ପଦକୁ। ହଁ, ପ୍ରଥମ ପଦ। ପୂତ ପୟୋଧ ବିଧୌତ ଶରୀରା, ତାଳ ତମାଳ ସୁଶୋଭିତ ତୀରା, ଶୁଭ୍ର ତଟିନୀ କୂଳ ଶିକର ସମୀରା, ଜନନୀ ଜନନୀ ଜନନୀ। ଏଠି ଟିକେ ଶବ୍ଦ ସବୁ ଯୋଡ଼ି ହେଇ ରହିଛି। ପୂତ ପୟୋଧ ବିଧୌତ ଶରୀରା, ଏହାର ମାନେ କ'ଣ? ଏହାକୁ ଭାଙ୍ଗିଦେଲେ ସହଜ ହେବ। ପୂତ ମାନେ ପବିତ୍ର, ପୟୋଧ ହେଲା ସମୁଦ୍ର,
ବିଧୌତ ମାନେ ଧୋଇ ହୋଇଥିବା ବା ଗାଧୋଇଥିବା, ଆଉ ଶରୀରା ମାନେ ଶରୀରଧାରିଣୀ। ତ ପୁରା ଅର୍ଥ ହେଲା ଯେଉଁ ମାଙ୍କର ଶରୀର ପବିତ୍ର ସମୁଦ୍ର ପାଣିରେ ଧୁଆ। କବି ଏଠି ଓଡ଼ିଶାର ସେଇ ବିଶାଳ ସମୁଦ୍ର କୂଳ କଥା କହୁଛନ୍ତି ଆଉ ତାକୁ ପବିତ୍ର ବୋଲି କହୁଛନ୍ତି। ବାଃ, କେତେ ସୁନ୍ଦର ଭାବନା। ଆଉ ତାଳ ତମାଳ ସୁଶୋଭିତ ତୀରା। ତାଳ ତମାଳ ହେଲା ତାଳ ଗଛ ଆଉ ତମାଳ ଗଛ। ସୁଶୋଭିତ ମାନେ ସୁନ୍ଦର ଭାବେ ସଜା ହୋଇଥିବା, ଆଉ ତୀରା ମାନେ କୂଳ ବା ତଟ। ତ ଯାହାର ସମୁଦ୍ର କୂଳ ତାଳ ଆଉ ତମାଳ ଗଛରେ ସୁନ୍ଦର ଦିଶୁଛି। ବୁଝିଲି। ଆଉ ଶେଷ ଲାଇନ୍, ଶୁଭ୍ର ତଟିନୀ କୂଳ ଶିଖର ସମୀରା। ଏଠି ଶୁଭ୍ର ମାନେ ସଫା ବା ଧଳା, ତଟିନୀ ହେଲା ନଦୀ, କୂଳ ତ ଜାଣିଛନ୍ତି ତଟ, ଶିକର ମାନେ ପାଣିର ଛୋଟ ଛୋଟ କଣା, ଆଉ ସମୀରା ହେଲା ପବନ। ଆଚ୍ଛା। ତ ଏହାର ଅର୍ଥ ହେଲା ସଫା ନଦୀ କୂଳରୁ ଯୋଉ ପବନ ବହୁଛି ସେଥିରେ ଥଣ୍ଡା ଥଣ୍ଡା ପାଣି କଣା ମିଶିକି ଅଛି। ତାହେଲେ ଏ ପୁରା ପଦଟା ଓଡ଼ିଶାର ପ୍ରକୃତିର ଗୋଟେ ଚିତ୍ର ଦଉଛି। ପବିତ୍ର ସମୁଦ୍ର, ତାଳ ତମାଳ ଗଛ ଥିବା କୂଳ ଆଉ ନଈ କୂଳରୁ ଆସୁଥିବା ସେଇ ଥଣ୍ଡା ଓଦା ଓଦା ପବନ, ଏକ ଶାନ୍ତ ସୁନ୍ଦର ଚିତ୍ର। ଏକଦମ। କବି ପ୍ରଥମେ ଉତ୍କଳ ମାର ବାହାର ରୂପ, ତାର ଭୂଗୋଳ କଥା କହୁଛନ୍ତି। ଏବେ ଦ୍ୱିତୀୟ ପଦକୁ ଯିବା। ଦ୍ୱିତୀୟ ପଦ, ଘନ ଘନ ବନଭୂମି ରାଜିତ ଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ, କଳକଳ ମୁଖରିତ ଚାରୁ ବିହଙ୍ଗେ, ଜନନୀ ଜନନୀ ଜନନୀ। ଏଠି ଘନ ଘନ ମାନେ ତ ଘଞ୍ଚ, ବନଭୂମି ରାଜିତ ଅଙ୍ଗେ ଅର୍ଥାତ୍ ଯାହାଙ୍କ ଦେହ ଅଙ୍ଗ ଘଞ୍ଚ ଜଙ୍ଗଲରେ ଭରି ରହିଛି, ସୁନ୍ଦର ଦିଶୁଛି, ରାଜିତ। ଏଇଟା ଓଡ଼ିଶାର ଜଙ୍ଗଲ ସମ୍ପଦ କଥା। ଆଉ ନୀଳ ଭୂଧରମାଳା ସାଜେ ତରଙ୍ଗେ, ଏହାର ମାନେ କ'ଣ? ପାହାଡ଼ ସବୁ ଢେଉ ପରି ଦିଶୁଛି। ହଁ, ଆପଣ ଠିକ୍ ଧରିଛନ୍ତି। ନୀଳଭୂଧର ମାଳା ମାନେ ନୀଳ ଦିଶୁଥିବା ପାହାଡ଼ର ଧାଡ଼ି। ଦୂରରୁ ଦେଖିଲେ ଲାଗେ ଯେମିତି ଢେଉ, ତରଙ୍ଗ। କବି ସେଇ ଦୃଶ୍ୟ କଥା କହୁଛନ୍ତି। ଏଇଟା ଓଡ଼ିଶାର ପାହାଡ଼ିଆ ଅଞ୍ଚଳର ସୁନ୍ଦରତା। ବୁଝିଲି। ଆଉ କଳକଳ ମୁଖରିତ ଚାରୁ ବିହଙ୍ଗେ, ଏଟା ଚଢ଼େଇମାନଙ୍କର କଥା କି? ନିଶ୍ଚୟ। କଳକଳ ମୁଖରିତ ମାନେ କଳକଳ ଶବ୍ଦରେ ପୂରି ରହିଥିବା। ଚାରୁ ମାନେ ସୁନ୍ଦର, ଆଉ ବିହଙ୍ଗେ ମାନେ ଚଢ଼େଇମାନଙ୍କ ଦ୍ୱାରା, ଅର୍ଥାତ୍ ସୁନ୍ଦର ଚଢ଼େଇଙ୍କ କଳରବରେ ଯୋଉ ଜାଗା ଗୁଞ୍ଜରିତ। ତାହେଲେ ଏ ପଦରେ ଓଡ଼ିଶାର ଘଞ୍ଚ ଜଙ୍ଗଲ, ଦୂରର ସେଇ ଢେଉ ପରି ଦିଶୁଥିବା ନୀଳ ପାହାଡ଼, ଆଉ ଚଢ଼େଇମାନଙ୍କର ମିଠା ରାବ, ଏସବୁ କଥା ଅଛି। ଏଇଟା ପ୍ରକୃତିର ଆଉ ଗୋଟେ ରୂପ, ଟିକେ ବଣୁଆ ଜୀବନ୍ତ। ହଁ, ପ୍ରଥମ ପଦରେ ଯଦି ସମୁଦ୍ର ଆଉ ନଈକୂଳର ନରମତା ଥିଲା, ଏଠି ଜଙ୍ଗଲ, ପାହାଡ଼ ଆଉ ଚଢ଼େଇଙ୍କର ଗୋଟେ ଜୀବନ୍ତ ଚିତ୍ର। ଏବେ ତୃତୀୟ ପଦକୁ ଯିବା। ତୃତୀୟ ପଦ, ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା, ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଯୋଗୀ ଋଷିଗଣ ଉଟଜ ପବିତ୍ରା ଜନନୀ, ଜନନୀ ଜନନୀ ଜନନୀ। ଏଠି ସୁନ୍ଦର ଶାଳୀ ମାନେ ସୁନ୍ଦର ଧାନ, ସୁଶୋଭିତ କ୍ଷେତ୍ରା ମାନେ ସୁନ୍ଦର ଭାବେ ସଜା ହୋଇଥିବା ବିଲ ବା ଚାଷ ଜମି। ଏଇଟା ଓଡ଼ିଶାର ଚାଷବାସ, ତାର ସବୁଜିମା କଥା କହୁଛି, ଶସ୍ୟରେ ଭରା ଓଡ଼ିଶା। ଆଉ ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଏଇଟା ଟିକେ ଗଭୀର କଥା ପରି ଲାଗୁଛି। ଆଖିରେ ଜ୍ଞାନ ବିଜ୍ଞାନ ଦେଖେଇବା। ହଁ, ଏହାର ଭାବ ହେଲା ଯାହାଙ୍କ ଆଖିରେ ନେତ୍ରା, ଜ୍ଞାନ ଆଉ ବିଜ୍ଞାନର ଛାପ ପ୍ରଦର୍ଶିତ ଦେଖାଯାଉଛି। ଏଇଟା ଓଡ଼ିଶାର ଯେଉଁ ଜ୍ଞାନର ପରମ୍ପରା ଅଛି, ଶିକ୍ଷା, ବୁଦ୍ଧି, ସେସବୁକୁ ଦେଖାଉଛି। କବି ଖାଲି ପ୍ରକୃତି କଥା କହୁନାହାନ୍ତି, ଜ୍ଞାନର ଆଲୁଅ କଥା ବି କହୁଛନ୍ତି। ଏଇଟା ବହୁତ ଜରୁରୀ କଥା। ଆଉ ଯୋଗୀ ଋଷିଗଣ ଉଟଜ ପବିତ୍ରା, ଏଠି ଉଟଜ ମାନେ କ'ଣ? ଯୋଗୀ ଋଷିଗଣ ତ ସହଜ। ଉଟଜ ମାନେ ହେଲା ପତ୍ରକୁଡ଼ିଆ ବା ଋଷିମାନଙ୍କର ଆଶ୍ରମ। ପବିତ୍ରା ମାନେ ପବିତ୍ର ହୋଇଥିବା। ତ ଏହାର ଅର୍ଥ ହେଲା ଯେଉଁ ମାଟି ଯୋଗୀ ଆଉ ଋଷିମାନଙ୍କର ଆଶ୍ରମ ଯୋଗୁଁ ପବିତ୍ର ହୋଇଛି। ଏଇଟା ଓଡ଼ିଶାର ସେଇ ଆଧ୍ୟାତ୍ମିକ ଦିଗଟାକୁ ଦେଖାଉଛି। ତାହେଲେ ଏ ପଦଟା ଓଡ଼ିଶାର ପରିଚୟକୁ ଆହୁରି ବଡ଼ କରୁଛି। ଖାଲି ପ୍ରକୃତି ନୁହେଁ, ଏଠି ଚାଷର ସମୃଦ୍ଧି, ଜ୍ଞାନର ଆଲୁଅ ଆଉ ଆଧ୍ୟାତ୍ମିକତାର ଗଭୀରତା ସବୁ ମିଶିକରି ଉତ୍କଳ ମାର ଗୋଟେ ପୁରା ଚିତ୍ର ତିଆରି କରୁଛି। ଆପଣ ଏକଦମ ଠିକ୍ କହିଲେ। ଦେଖନ୍ତୁ କେମିତି ସୁନ୍ଦର ଭାବରେ କବି ପ୍ରକୃତିରୁ ମଣିଷର କାମ ଆଉ ଚିନ୍ତାଧାରା ଆଡ଼କୁ ଆସୁଛନ୍ତି। ଏବେ ଚତୁର୍ଥ ପଦ। ଚତୁର୍ଥ ପଦ,
ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ଚାରୁ କଳାବଳି ଶୋଭିତ ବେଶା, ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା, ଜନନୀ ଜନନୀ ଜନନୀ। ଏ ପଦଟା ପୂରାପୂରି ଓଡ଼ିଶାର କଳା, ସ୍ଥାପତ୍ୟ ଆଉ ଧାର୍ମିକ ଦିଗ ଉପରେ। ସୁନ୍ଦର ମନ୍ଦିର ମଣ୍ଡିତ ଦେଶା ମାନେ ଯେଉଁ ଦେଶ ବା ମାଟି ସୁନ୍ଦର ସୁନ୍ଦର ମନ୍ଦିରରେ ସଜା ହୋଇଛି, ମଣ୍ଡିତ, ଏଇଟା ଶୁଣିଲେ ହିଁ କୋଣାର୍କ, ପୁରୀ, ଭୁବନେଶ୍ୱର କଥା ମନେ ପଡ଼ିଯାଏ। ହଁ, ସେଟା ତ ସ୍ପଷ୍ଟ। ଚାରୁ କଳାବଳି ଶୋଭିତ ବେଶା, ଏହାର ଅର୍ଥ କ'ଣ? ଏଠି କଳାବଳି କ'ଣ? ଚାରୁ ମାନେ ତ ସୁନ୍ଦର, କଳାବଳି ହେଲା କଳାକୃତି ସବୁ, ମାନେ ଶିଳ୍ପକଳା। ଶୋଭିତ ବେଶା ମାନେ ଯାହାର ବେଶଭୂଷା ବା ରୂପ ସେଇ ସୁନ୍ଦର କଳାକୃତିରେ ଶୋଭା ପାଉଛି। ଏଇଟା ଓଡ଼ିଶାର ସେଇ ପଥର କାମ, ହସ୍ତଶିଳ୍ପ, ଚିତ୍ରକଳା, ନାଚ ଗୀତ ସବୁକୁ ଇଙ୍ଗିତ କରୁଛି। ଆଚ୍ଛା, ଆଉ ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା, ତୀର୍ଥଚୟ ମାନେ କ'ଣ? ପୁଣ୍ୟ ମାନେ ପବିତ୍ର, ତୀର୍ଥଚୟ ହେଲା ତୀର୍ଥସ୍ଥାନ ସବୁ, ଚୟ ବା ସମୂହ, ପୂର୍ଣ୍ଣ ପ୍ରଦେଶ ମାନେ ପୁରା ଭର୍ତ୍ତି ହୋଇଥିବା ଅଞ୍ଚଳ। ତ ଏହାର ଅର୍ଥ ହେଲା ଯେଉଁ ପ୍ରଦେଶ ପବିତ୍ର ତୀର୍ଥ ଜାଗାରେ ଭରପୁର। ବୁଝିଲି। ତ ଏ ପଦଟା ଓଡ଼ିଶାର ସେଇ ସାଂସ୍କୃତିକ ଗର୍ବର କଥା କହୁଛି, ତାର ଅଦ୍ଭୁତ ମନ୍ଦିର, ସୁନ୍ଦର କାରିଗରୀ, କଳା ପରମ୍ପରା ଆଉ ପବିତ୍ର ତୀର୍ଥଭୂମିର ପରିଚୟ। ସଠିକ୍, ଏଇଟା ଖାଲି ପଥରର ମନ୍ଦିର ନୁହେଁ, ଏଟା ଓଡ଼ିଶାର ଆତ୍ମା, ତାର ପରିଚୟ। ଏବେ ଆସନ୍ତୁ ପଞ୍ଚମ ପଦକୁ। ଏଠି କବି ଓଡ଼ିଶାର ବୀରତ୍ୱ କଥା କହୁଛନ୍ତି। ପଞ୍ଚମ ପଦ, ଉତ୍କଳ ଶୂରବର ଦର୍ପିତ ଗେହା, ଅରିକୂଳ ଶୋଣିତ ଚର୍ଚ୍ଚିତ ଦେହା, ବିଶ୍ୱଭୂମଣ୍ଡଳ କୃତବର ସ୍ନେହା, ଜନନୀ ଜନନୀ ଜନନୀ। ଉତ୍କଳ ଶୂରବର ମାନେ ଓଡ଼ିଶାର ବୀର ଶ୍ରେଷ୍ଠମାନେ, ଦର୍ପିତ ହେଲା ଗର୍ବିତ, ଗେହା ମାନେ ଘର। ତ ପ୍ରଥମ ଲାଇନ୍ର ଅର୍ଥ ହେଲା ଏ ମାଟି ହେଉଛି ଓଡ଼ିଶାର ବୀର ପୁଅମାନଙ୍କର ଗର୍ବର ଘର। ଅରିକୂଳ ଶୋଣିତ ଚର୍ଚ୍ଚିତ ଦେହା, ଏ ଶବ୍ଦଗୁଡ଼ାକ ଟିକେ ଯୁଦ୍ଧ ବୋଲି ଲାଗୁଛି। ହଁ, ଏଟା ବୀରତ୍ୱର କଥା। ଅରିକୂଳ ମାନେ ଶତ୍ରୁ ଦଳ, ଅରି ଶତ୍ରୁ, କୂଳ ଦଳ ବା ସମୂହ, ଶୋଣିତ ହେଲା ରକ୍ତ, ଚର୍ଚ୍ଚିତ ମାନେ ଲିପ୍ତା ବା ବୋଳା ହୋଇଥିବା, ଦେହା ହେଲା ଦେହ ବା ଶରୀର। ଏହାର ଭାବ ହେଲା ଯାହାର ଦେହ ମାନେ ଓଡ଼ିଶା ମାଟି ଶତ୍ରୁଙ୍କ ରକ୍ତରେ ରଙ୍ଗୀନ ହୋଇଛି। ଏହାର ମାନେ ଓଡ଼ିଶାର ବୀରମାନେ ଶତ୍ରୁଙ୍କୁ ହରାଇ ମାଟି ମାଆକୁ ରକ୍ଷା କରିଛନ୍ତି। ଏଇଟା ଗର୍ବର ଚିହ୍ନ, ହାରିବାର ନୁହେଁ। ଆଚ୍ଛା, ଏମିତି କଥା। ଏହାର ଗୋଟେ ଗଭୀର ଅର୍ଥ ଅଛି। ଆଉ ବିଶ୍ୱଭୂମଣ୍ଡଳ କୃତବର ସ୍ନେହା, ଏଇଟା କ'ଣ ବୁଝାଉଛି? ବିଶ୍ୱଭୂମଣ୍ଡଳ ମାନେ ତ ପୁରା ପୃଥିବୀ। କୃତବରର ଅର୍ଥ ହେଲା ଯାହାକୁ ଶ୍ରେଷ୍ଠ ବୋଲି ମାନି ନିଆଯାଇଛି ବା ଯିଏ ସମ୍ମାନ ପାଇଛି। ସ୍ନେହା ମାନେ ସ୍ନେହ ବା ଆଦର। ତ ଏହାର ଅର୍ଥ ହେଲା ଯିଏ ପୁରା ଦୁନିଆରୁ ଭଲ ପାଇବା ଆଉ ସମ୍ମାନ ପାଇଛି। ଏଇଟା ଓଡ଼ିଶାର ବିଶ୍ୱରେ ଥିବା ନାଁ ଆଉ ସ୍ଥାନକୁ ଦେଖାଉଛି। ତାହେଲେ ଏ ପଦଟା ଓଡ଼ିଶାର ବୀର ପରମ୍ପରା, ଭାଟି ପାଇଁ ବଳିଦାନ ଆଉ ଦୁନିଆରେ ତାର ଯୋଉ ସମ୍ମାନ ଅଛି ସେ କଥା କହୁଛି। ନିଶ୍ଚୟ, ଏଇଟା ଆମ ଇତିହାସକୁ ମନେ ପକେଇ ଦେବା ସହ ଗୋଟେ ଗର୍ବର ଭାବନା ବି ଜଗଉଛି। ଏବେ ଆମେ କବିତାର ଶେଷ ପଦ, ଷଷ୍ଠ ପଦକୁ ଆସିବା। ଷଷ୍ଠ ପଦ, କବିକୁଳା ମୌଳି ସୁନନ୍ଦନ ବନ୍ଦ୍ୟା, ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟେ ପୁଣ୍ୟେ ଚିରଶରଣ୍ୟେ ଜନନୀ ଜନନୀ ଜନନୀ। ଏଠି କବିକୁଳମୌଳି ମାନେ କବିମାନଙ୍କ ଭିତରେ ଶ୍ରେଷ୍ଠ, ମୁକୁଟମଣି ସଦୃଶ। ସୁନନ୍ଦନ ମାନେ ସୁଯୋଗ୍ୟ ପୁଅ ବା ସନ୍ତାନ। ବନ୍ଦ୍ୟା ମାନେ ଯିଏ ବନ୍ଦନା ବା ପୂଜା ପାଇବା ଯୋଗ୍ୟ। ତ ଅର୍ଥ ହେଲା ଓଡ଼ିଶା ମା ତାର ଶ୍ରେଷ୍ଠ କବିମାନଙ୍କ, ଯେମିତି ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ ଆହୁରି କେତେ, ଆଉ ଅନ୍ୟ ସୁଯୋଗ୍ୟ ସନ୍ତାନମାନଙ୍କ ପାଇଁ ସବୁବେଳେ ପୂଜନୀୟ। ଏଇଟା ଓଡ଼ିଶାର ସାହିତ୍ୟ ଆଉ ବୁଦ୍ଧିଜୀବୀ ପରମ୍ପରାକୁ ସମ୍ମାନ। ଆଉ ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟାର ଅର୍ଥ କ'ଣ? ଭୁବନ ମାନେ ସଂସାର ବା ଦୁନିଆ। ବିଘୋଷିତ ମାନେ ଯାହା ସବୁଆଣେ ଘୋଷଣା କରାଯାଇଛି ବା ଜଣାଶୁଣା। କୀର୍ତ୍ତି ମାନେ ଯଶ। ଅନିନ୍ଦ୍ୟା ମାନେ ଯାହାର କେହି ନିନ୍ଦା କରିପାରିବେନି, ମାନେ ନିଖୁଣ, ପ୍ରଶଂସାଯୋଗ୍ୟ। ଆଚ୍ଛା। ତ ଏହାର ଅର୍ଥ ହେଲା ଯାହାର ପ୍ରଶଂସନୀୟ ଯଶ ପୁରା ସଂସାରରେ ବ୍ୟାପିଛି। ଆଉ ଶେଷ ଧାଡ଼ି, ଧନ୍ୟେ ପୁଣ୍ୟେ ଚିରଶରଣ୍ୟେ। ଧନ୍ୟେ ମାନେ ତୁମେ ଧନ୍ୟ, ପୁଣ୍ୟ ମାନେ ତୁମେ ପୁଣ୍ୟମୟୀ, ଚିରଶରଣ୍ୟ ମାନେ ଯିଏ ସବୁବେଳେ ପାଇଁ ଆଶ୍ରା ଦିଅନ୍ତି, ଶରଣ୍ୟ, ଶରଣ ଦେଉଥିବା। କବି ଏଠି ଉତ୍କଳ ଜନନୀଙ୍କୁ ଧନ୍ୟ, ପୁଣ୍ୟମୟୀ ଆଉ ସବୁବେଳେ ଆଶ୍ରୟ ଦେଉଥିବା ମା କହି କବିତା ଶେଷ କରୁଛନ୍ତି। ବାଃ, କି ଚମତ୍କାର ଶେଷ! ଏ ପଦରେ ଓଡ଼ିଶାର କବି, ପଣ୍ଡିତ, ଭଲ ସନ୍ତାନ, ତାର ବିଶ୍ୱରେ ନାଁ, ଆଉ ସବା ଶେଷରେ ତାର ସେଇ ମା ପରି ସ୍ନେହୀ, ଆଶ୍ରା ଦେବା ରୂପ ସବୁକୁ କବି ପ୍ରଣାମ କରୁଛନ୍ତି। ହଁ,
ଏଇଟା କବିତାର ଏକ ପୂରାପୂରି ଆଉ ବହୁତ ଭାବପୂର୍ଣ୍ଣ ସମାପ୍ତି। ସମୁଦ୍ର କୂଳରୁ କଥା ଆରମ୍ଭ ହୋଇଥିଲା, ତାପରେ ଜଙ୍ଗଲ, ପାହାଡ଼, ବିଲ, ମନ୍ଦିର, କଳା, ବୀରତ୍ୱ ଦେଇ ଏ ଯାତ୍ରା ଓଡ଼ିଶାର ଆତ୍ମା ପାଖରେ ଆସି ପହଞ୍ଚିଛି। ବାସ୍ତବିକ ଏମିତି ପଦପଦ କରି ଆଲୋଚନା କଲାପରେ କବିତାଟାର ଗଭୀରତା ଆଉ ବ୍ୟାପକତା ବେଶ୍ ଭଲ ଭାବରେ ବୁଝାପଡ଼ୁଛି। ଏବେ ଆସନ୍ତୁ ଏ ବିଷୟରେ କିଛି ପ୍ରଶ୍ନ ଉପରେ କଥା ହେବା। ପ୍ରଥମ କଥା, ଯେମିତି ଆପଣ ଆରମ୍ଭରୁ କହିଥିଲେ, ଏହାକୁ ରାଜ୍ୟ ସଙ୍ଗୀତ କରାଗଲା। ଏହାର ପ୍ରକୃତ ମହତ୍ତ୍ୱ କ'ଣ ବୋଲି ଭାବୁଛନ୍ତି? ଦେଖନ୍ତୁ, ଗୋଟେ ରାଜ୍ୟ ସଙ୍ଗୀତ ଖାଲି ଗୋଟେ ଗୀତ ନୁହେଁ, ସେଇଟା ଗୋଟେ ରାଜ୍ୟର ମିଳିତ ପରିଚୟ, ତାର ଭାବନା, ତାର ଆଶା, ସବୁର ପ୍ରତୀକ। ବନ୍ଦେ ଉତ୍କଳ ଜନନୀରେ ଓଡ଼ିଶାର ପ୍ରକୃତି, ସଂସ୍କୃତି, ଇତିହାସ, ଆଧ୍ୟାତ୍ମିକତା, ବୀରତ୍ୱ ଏ ସବୁର ଯେଉଁ ମିଶାମିଶି ଚିତ୍ର ଅଛି, ସେଇଟା ଏହାକୁ ସବୁ ଦିଗରୁ ଯୋଗ୍ୟ କରୁଛି। 2020ରେ ଯେଉଁ ସରକାରୀ ମାନ୍ୟତା ମିଳିଲା, ସେଇଟା ଏହାକୁ ଗୋଟେ ଆନୁଷ୍ଠାନିକ ସ୍ୱୀକୃତି ଦେଲା। ଫଳରେ ଏବେ ଏହା ଆମ ରାଜ୍ୟର ସବୁ ମୁଖ୍ୟ କାର୍ଯ୍ୟକ୍ରମରେ ଗାନ କରାଯାଉଛି। ଏହା ଆମ ଭିତରେ ଏକତା ଆଉ ଗର୍ବର ଭାବନା ସୃଷ୍ଟି କରୁଛି। ଆଉ ଏ କବିତାର ଆଉ ଗୋଟେ ବଡ଼ କଥା ହେଲା, ପ୍ରକୃତି କଥା ସାଙ୍ଗକୁ ସଂସ୍କୃତି ଆଉ ଇତିହାସର ଗର୍ବକୁ ବି ମିଶାଯାଇଛି। ଏ ସମନ୍ୱୟଟା କେମିତି ସମ୍ଭବ ହେଲା? ଏଇଟା ହିଁ କାନ୍ତକବିଙ୍କର ବିଶେଷତ୍ୱ। ସେ ବୁଝିଥିଲେ ଯେ ଗୋଟେ ଜାଗାର ପରିଚୟ ଖାଲି ତାର ମାଟି, ପାଣି, ପବନ ନୁହେଁ, ତାର ଇତିହାସ, ତାର କଳା, ତାର ଲୋକଙ୍କ ଜ୍ଞାନ, ତାର ସଂସ୍କୃତି ଏସବୁ ମିଶି ତାକୁ ଗଢ଼େ। ହଁ, ଠିକ୍। ସେଥିପାଇଁ ସେ କ୍ରମରେ ସମୁଦ୍ର, ନଈ, ଜଙ୍ଗଲ, ପାହାଡ଼ରୁ ଆରମ୍ଭ କରି ଚାଷବାସ, ଜ୍ଞାନ, ଧର୍ମ, ମନ୍ଦିର, କଳା, ବୀରତ୍ୱ ଆଉ ଶେଷରେ କବି, ଭଲ ସନ୍ତାନ ପର୍ଯ୍ୟନ୍ତ ସବୁ ଦିଗକୁ ଛୁଇଁଛନ୍ତି। ଏଇ ଯୋଉ ମିଶ୍ରଣ, ସେଇଟା ହିଁ ଓଡ଼ିଶାର ଏକ ସମ୍ପୂର୍ଣ୍ଣ ଜୀବନ୍ତ ଆଉ ଗର୍ବ କରିବା ଭଳି ଚିତ୍ର ଦେଉଛି। ଏଠି ପ୍ରକୃତି ଆଉ ସଂସ୍କୃତି ଗୋଟେ ଅର୍କକୁ ସାହାଯ୍ୟ କରୁଛନ୍ତି। ଆମେ କବିଙ୍କ ଜୀବନ ବିଷୟରେ ଟିକେ ଶୁଣିଲେ। ତାଙ୍କର ବ୍ୟକ୍ତିଗତ କଥା, ଯେମିତି ଦେହ ଖରାପ ରହିବା କିମ୍ବା ଡଗର ପତ୍ରିକା ସହ ସେ ଯୋଡ଼ି ହେବା, ଏସବୁର କିଛି ପ୍ରଭାବ ଏ କବିତାର ଭାବନା ଉପରେ ପଡ଼ିଥାଇପାରେ କି? ହଁ, ଏଇଟା ଗୋଟେ ଭାବିବାର କଥା। ହୋଇପାରେ ସେ ଯୋଉ ଦେହ ଅସୁସ୍ଥତା ଥିଲା, ସେଇଟା ତାଙ୍କୁ ଅଧିକ ନିଜ ଭିତରକୁ ଦେଖିବାକୁ, ସାହିତ୍ୟ ଆଉ ସଙ୍ଗୀତରେ ଗଭୀର ଭାବେ ମନ ଦେବାକୁ ସୁଯୋଗ ଦେଇଥିବ। ହୁଏତ ସେତେବେଳେ ସେ ନିଜ ମାଟି, ନିଜ ସଂସ୍କୃତିକୁ ଆହୁରି ପାଖରୁ ଅନୁଭବ କରିଥିବେ। ସମ୍ଭବ। ଆଉ ଅନ୍ୟପଟେ ଡଗରର ସମ୍ପାଦକ ହିସାବରେ ସେ ସେତେବେଳକର ସମାଜ, ରାଜନୀତି, ବିଶେଷକରି ସ୍ୱାଧୀନତା ସଂଗ୍ରାମ ଆଉ ଓଡ଼ିଶାକୁ ଅଲଗା ପ୍ରଦେଶ କରିବାର ଯେଉଁ ଆନ୍ଦୋଳନ ଚାଲିଥିଲା, ସେଥିରୁ ନିଶ୍ଚୟ ପ୍ରଭାବିତ ହୋଇଥିବେ। ସେ ଜାତୀୟତାବାଦୀ ଭାବନା। ଏକଦମ। ତ ଏଇ ଦୁଇଟା ଜିନିଷ, ନିଜ ଅନୁଭୂତିର ଗଭୀରତା ଆଉ ସମାଜର, ଦେଶର ସେଇ ଚେତନା, ଏଇ ଦୁଇଟାର ମିଶ୍ରଣ ହିଁ ବନ୍ଦେ ଉତ୍କଳ ଜନନୀ ପରି ଏକ କାଳଜୟୀ ଲେଖାକୁ ଜନ୍ମ ଦେଇଥାଇପାରେ। ଶେଷରେ ଭାଷା ବିଷୟରେ ଗୋଟେ କଥା। ଏ କବିତାର ଭାଷା ଟିକେ କ'ଣ କହନ୍ତି, ଗମ୍ଭୀର। ବହୁତ ସଂସ୍କୃତ ଶବ୍ଦ ବ୍ୟବହାର ହୋଇଛି। ଆଜିକାଲି ଆମେ ଯେମିତି କଥା ହେଉଛେ, ତାଠୁ ଟିକେ ଅଲଗା। କବି ଏମିତି ଶୈଳୀ କାହିଁକି ବାଛିଲେ ବୋଲି ଆପଣ ଭାବୁଛନ୍ତି? ଏହାର କାରଣ ବୋଧହୁଏ କବିତାର ବିଷୟ ଆଉ ଉଦ୍ଦେଶ୍ୟ ଭିତରେ ଅଛି। କବି ଏଠି ଉତ୍କଳ ମାଙ୍କୁ ବନ୍ଦନା କରୁଛନ୍ତି, ତାଙ୍କର ଗୁଣ ଗାଉଛନ୍ତି। ଏଇଟା ତ ସାଧାରଣ ଗୀତ ନୁହେଁ, ଏକ ପ୍ରକାର ସ୍ତୁତି ବା ସ୍ତୋତ୍ର ପରି। ହଁ, ସେଇଆ ଲାଗୁଛି। ତ ଏମିତି ଗଭୀର ଭକ୍ତି, ଶ୍ରଦ୍ଧା ଆଉ ସମ୍ମାନର ଭାବନାକୁ ଦେଖାଇବା ପାଇଁ ଗୋଟେ ଗମ୍ଭୀର, ଓଜନିଆ ଆଉ ଟିକେ ଶାସ୍ତ୍ରୀୟ ଭାଷା ବେଶୀ ଠିକ୍। ସଂସ୍କୃତ ମିଶା ଶବ୍ଦ ବ୍ୟବହାର କରିବା ଦ୍ୱାରା କବିତାକୁ ଗୋଟେ ମର୍ଯ୍ୟାଦା ମିଳୁଛି, ଗୋଟେ ଚିରନ୍ତନ ଭାବ ଆସୁଛି। ଏହା ଉତ୍କଳ ଜନନୀଙ୍କ ମହାନତାକୁ ଦେଖାଇବା ସହ ଓଡ଼ିଆ ଭାଷାର ଶକ୍ତି ଆଉ ସୌନ୍ଦର୍ଯ୍ୟକୁ ବି ପ୍ରମାଣିତ କରୁଛି। ଏଇଟା ଯେମିତି ସବୁ ସମୟ ପାଇଁ ତିଆରି ହୋଇଛି। ବାଃ, ବହୁତ ସୁନ୍ଦର ଭାବରେ ବୁଝେଇଲେ। ତେବେ ଆଜିର ଏହି ଆଲୋଚନାରୁ ଆମେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ସେହି ଅମର ସୃଷ୍ଟି ବନ୍ଦେ ଉତ୍କଳ ଜନନୀର ଅନେକ ଦିଗକୁ ବୁଝିବାକୁ ଚେଷ୍ଟା କଲୁ। ଏଇଟା ଖାଲି ଓଡ଼ିଶାର ପ୍ରକୃତି, ସଂସ୍କୃତି ବା ଇତିହାସର ବର୍ଣ୍ଣନା ନୁହେଁ। ନା, ଏଇଟା ଓଡ଼ିଆ ପରିଚୟ ଆଉ ଗର୍ବର ଗୋଟେ ସବୁଦିନିଆ ସଙ୍ଗୀତ। ଏକଦମ। ଆଶା କରୁଛୁ ଏ ଆଲୋଚନା ଶୁଣିଲା ପରେ ଶ୍ରୋତାମାନଙ୍କୁ କବିତାଟିକୁ ଆହୁରି ଭଲ କି ବୁଝିବାକୁ ଆଉ ଅନୁଭବ କରିବାକୁ ସାହାଯ୍ୟ ମିଳିବ। ଏବେ ଆମେ ସମସ୍ତଙ୍କ ପାଇଁ ଗୋଟେ ଛୋଟ ଭାବିବାର କଥା ଛାଡ଼ି ଯାଉଛୁ। ଯେତେବେଳେ ଆମେ ବନ୍ଦେ ଉତ୍କଳ ଜନନୀ ଶୁଣୁଛେ ବା ଗାଉଛେ, ଏହାର ଇତିହାସ, ଏହାର ପ୍ରତିଟି ଶବ୍ଦର ଅର୍ଥ ଆଉ ରାଜ୍ୟ ସଙ୍ଗୀତ ଭାବେ ଏହାର ଯେଉଁ ମହତ୍ତ୍ୱ, ସେସବୁ ଜାଣିଲା ପରେ ଆମ ନିଜ ଭିତରେ
ଓଡ଼ିଶା ପାଇଁ ଆମ ନିଜ ପରିଚୟ ଆଉ ଐତିହ୍ୟ ପାଇଁ କେମିତିକା ଭାବନା ଆସୁଛି। କଳା, ପରିଚୟ ଆଉ ଦେଶପ୍ରେମ ଏମାନଙ୍କ ଭିତରେ ସମ୍ପର୍କ କେତେ ଗଭୀର ଏ ବିଷୟରେ ଟିକେ ଭାବି ଦେଖିବା। ଏକଦମ ପ୍ରାସଙ୍ଗିକ ଚିନ୍ତା। ଏହି ଭାବନା ସହିତ ହିଁ ଆଜିର ଏ ଆଲୋଚନାକୁ ଏଇଠି ଶେଷ କରିବା। ଆଜି ପାଇଁ ଏତିକି। ପୁଣି ଦେଖାହେବ ଆଉ ଏକ ନୂଆ ବିଷୟ ସହିତ, ଏକ ନୂଆ ଗଭୀର ଆଲୋଚନାରେ। ନମସ୍କାର। ନମସ୍କାର। Thanks for watching and listening. Like, share, subscribe.